ଆରେ ଆରେ ଏ ଗୋଟା ପଣସଟାକୁ ମୁଁ କ'ଣ କରିବି? ହଁ ଦେଖିବା କ'ଣ କରୁଛି। ୟାକୁ ମୁଁ ସଫା ସୁତରା କରିକି କାଟି କୁଟା ଦେଲି। କାଟିକି ଛୋଟ ଛୋଟ ଯେମିତି କ୍ୟୁବ୍ ସ୍ପେସ୍ର କାଟିଦେଲି। କାଟି ସାରିଲା ପରେ ୟାକୁ ଆମେ ଫ୍ରାଏ କରିଦେବା। ଫ୍ରାଏ ଦେଖ କେମିତି ଅଏଲ୍ ଫ୍ରାଏ କରିଦେଲେ। ଫ୍ରାଏ କରିସାରିଲା ପରେ ବଢ଼ିଆ ଭାବେ ସେ ଫ୍ରାଏ କରିଦେବା ଯେମିତି ଉପରଟା ଟିକେ ଟିକେ ରେଡ଼୍ ରେଡ଼୍ କଲର୍ ବ୍ରାଉନ୍ କଲର୍ ଆସିବ ଭାରି ସେମିତି ଆମେ ଫ୍ରାଏ କରିଦେବା। ବାପରେ କଟହଲକୁ କାଟି ସାରିଲା ପରେ ପୁଣି ପୋଦିନା ଧନିଆ କ'ଣ କରିବି? ୟାକୁ ପୁଣି କ୍ଲିନ୍ କରିବାକୁ ପଡ଼ିବ। ଓକେ ଠିକ୍ ଅଛି, ୟାକୁ ବି କ୍ଲିନ୍ କରିଦେବା। କ୍ଲିନ୍ କରିକି ଧୋଇଦେବା। ଦେଖନ୍ତୁ ବଢ଼ିଆ ଭାବେ ସେ କ୍ଲିନ୍ କରିଦେଲି। ଏକା ସାଙ୍ଗରେ ତ ଧୋଇଦେଲି ମୁଁ। ଦେଖନ୍ତୁ କ୍ଲିନ୍ କରିକି ୟାକୁ ବି ରଖିଦେଲି। ଆରେ 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 ପୁଣି ଏ ଚାଉଳକୁ ମୁଁ କ'ଣ ପାଇଁ ଭିଜେଇକି ରଖିଛି? ଆପଣମାନେ ତ ବୁଝି ସାରିବେଣି ମୁଁ କ'ଣ ପାଇଁ ଏମିତି ସବୁ କହୁଛି। ଆଜି ମୁଁ କରୁଛି କଟହଲର ବିରିୟାନୀ, ମାନେ ପଣସ ବିରିୟାନୀ। ୟା ପାଇଁ ମୁଁ କ'ଣ ସାମଗ୍ରୀ ନେଇଛି ଦେଖନ୍ତୁ। ଟିକେ ଧନିଆ ଗୁଣ୍ଡ, କଞ୍ଚା ଲଙ୍କା ଆଉ ତେଜପତ୍ର ଆଉ ଟିକେ ହିଙ୍ଗୁ, ହଳଦୀ ଆଉ ସଲ୍ଟ ଆଉ ଖଡ଼ା ମସଲା ଆଉ ଟିକେ ବିରିୟାନୀ ପାଉଡ଼ର। ୟା ସାଙ୍ଗରେ ପୁଣି ଦହି ଆଉ ଟିକେ ଅଦା ରସୁଣ ପେଷ୍ଟ ଆଉ ପୋଦିନା ଧନିଆ ପତ୍ର ମୁଁ କ୍ଲିନ୍ କରିକି ରଖିଥିଲି। ଆଉ ବେରିସ୍ତା, ଏ ବେରିସ୍ତା ମାନେ ପିଆଜକୁ କାଟିକି ୟାକୁ ଫ୍ରାଏ କରିଦିଆ ହେଇଛି। ଆଉ କଟହଲ ମାନେ ପଣସ, ୟାକୁ ଏକା ସାଙ୍ଗରେ ଆକୁ ଫାଷ୍ଟ ଦହିରେ ମସଲା ସବୁ ମିଶାଇକି ଗୋଳେଇ ଦେବା। ଗୋଳେଇ ସାରିଲା ପରେ ତାପରେ ଏଇଟା କଟହଲ ମିଶାଇବା। ଆଉ ସେଥିରେ ଟିକେ ପୋଦିନା ପତ୍ର ବି ମିଶାଇଦେବା। ଆଉ ସ୍ୱାଦ ଅନୁସାରେ ତ ଲୁଣ ଜାଣିଥିବେ, ଲୁଣ ଦେଖିକି ହିଁ ପକାଇବେ, ନହେଲେ ଲୁଣିଆ ହେଇଯିବ, ହାଡ଼ କୁତୁରି ଯିବ। କ'ଣ କରିବା? ଆଉ ହାଡ଼ କୁତୁରି ସାରିଲା ପରେ ଆଉ କିଛି ବି କାମ କରିବନି ଆପଣଙ୍କ ହାତ ଗୋଡ଼। ହଉ ଠିକ୍ ଅଛି, ଦେଖନ୍ତୁ ବେରିସ୍ତା ବି ଟିକେ ପକାଇଦେଲି। ଏକା ସାଙ୍ଗରେ ମିଶାଇକି ଟିକେ ରଖିଦେବା। ଟିକେ ଆଧା ଘଣ୍ଟା ରଖିଦେବା। ଆଧା ଘଣ୍ଟା ରଖିସାରିଲା ପରେ ତାପରେ ମୁଁ ଦେନ୍ ପ୍ରୋସେସ୍ କରୁଛି। ଆଉ ଏ ସାଙ୍ଗରେ ଟିକେ ଘିଅ ପକାଇବେ, ତେଲ ପକାଇବେନି। ତେଲରେ କାରଣ ଆମେ ଫ୍ରାଏ କରିଛେ ନା, କିନ୍ତୁ ଘିଅରେ କଲେ ଏଇଟା ବହୁତ ବଢ଼ିଆ ଲାଗିବ ବିରିୟାନୀଟା। ଆଉ ସେଥିରେ ବି ଏକା ସାଙ୍ଗରେ ଦେଇଦେଲେ। ଆଉ ସେଥିରେ ଭାଜିଲା ବେଳେ ଫ୍ରାଏ କଲାବେଳେ କିଛି ଘିଅ ଦେବାନି କି ତେଲ ଦେବାନି, ଏଇଥିରେ ହିଁ ହେଇଯିବ। ଆଉ ଏଥିରେ ହେଇଯିବ। ମୁଁ ସେଇ ଇଆଡ଼େ ଟିକେ ଚାଉଳଟା ଭାତ କରିବା ପାଇଁ ମୁଁ ଟିକେ ବାହାର କରିଥିଲି। ଟିକେ ବିରିୟାନୀ ମସଲା ଆଉ ଟିକେ ଖଡ଼ା ମସଲା ଦେଇକି ମୁଁ ସେଇ ରାଇସ୍ରେ ମାନେ ମସଲାରେ ଗୋଳେଇକି ରଖିଥିଲି। ଆଉ ଟିକେ ଲୁଣ ଆଉ ଟିକେ ପୋଦିନା ଧନିଆ ପତ୍ର ବାସ୍ ସେତିକି ଦେଇକି ୟାକୁ 50% ନେଇ 60-70% କୁକ୍ କରିଦେବେ। ବେଶୀ କରିବେନି କୁକ୍। ଆମେ 80% କୁକ୍ କଲେ କ'ଣ ତାକୁ ଦମ୍ ଦେଲା ବେଳେ ପୁରା ଲାଗିଯିବ। ସେଇଟା ପାଇଁ 50-80% ଭିତରେ 50-70-80% ଏମିତି ହିଁ କୁକ୍ କରିଦେବେ। କୁକ୍ କରିସାରିଲା ପରେ ୟାକୁ ଟିକେ ବି ଦେଖନ୍ତୁ, ୟାକୁ ପୁରା ଗ୍ୟାସ୍ରେ ବସେଇକି ପୁରା ବଢ଼ିଆ ସେ କଷିଦେବା। କଷି ସାରିଲା ପରେ ପୁରା ଅଏଲ୍ ରିଲିଜ୍ ହେଇଯିବ ବାହାର। ଅଏଲ୍ ମାନେ ଘିଅଟା, ଘିଅଟା ବାହାରକୁ ବାହାରିଯିବ। ତାପରେ ଦେନ୍ ଦମ୍ ଦେବା। ଦେଖନ୍ତୁ ମୋର ବହୁତ ବଢ଼ିଆ ଭାବରେ କଷି ହେଇଗଲାଣି। ପୁରା ଡେଲିସିୟସ୍ ଦେଖାଯାଉଛି ନା। ଆପଣ ନନଭେଜ୍ ବି ଖାଇବା ଭୁଲିଯିବେ ଏହି ବିରିୟାନୀଟାକୁ ଖାଇଲା ପରେ। ମୋର ହେଇଗଲା। ଆଉ ଏବେ ଆମେ ଦମ୍ ଦେବା। ରାଇସ୍ଟାକୁ ଏଇଠି ଗୋଟେ ପୁରୁଣା ତାୱା ଯଦି ରଖିଥିବେ, ତାୱାଟାକୁ ଆଉ ଗ୍ୟାସ୍ ଉପରେ ପୁରା ହିଟ୍ କରିଦେବେ। ହିଟ୍ କରିସାରିଲା ପରେ ଇଆଡ଼େ ଦମ୍ ଦେଇଦେବା। ଦେଖନ୍ତୁ ମୁଁ ଦମ୍ ଦେଉଛି। ଆମର ତ କମ୍ ରାଇସ୍ ନା, ଗୋଟେ ଦମ୍ରେ ହିଁ ହେଇଯିବ ଆମର। ଆପଣଙ୍କର ଯଦି ଅଧିକା ରାଇସ୍ ତାହେଲେ ଟିକେ କଟହଲକୁ କଷା ଏଥିରୁ ଟିକେ ବାହାର କରିଦେବେ। ବାହାର କରିସାରିଲା ପରେ ତା ଉପରେ 2ଟା ଲେୟାର୍ କରିଦେବେ। ମୁଁ ଯେମିତି ପ୍ରୋସେସ୍ କରୁଛି ସେଇଟା 2ଟା ପ୍ରୋସେସ୍ ହିଁ କରିବେ। ଆଉ ୟା ଉପରେ ଟିକେ ବେରିସ୍ତା ଟିକେ ଦେଇଦେବେ। ଆଉ ପୋଦିନା ଧନିଆ ପତ୍ର ଆଉ ଟିକେ ବିରିୟାନୀ ପାଉଡ଼ର ଆଉ ଟିକେ ସଲ୍ଟ ଉପରେ ଟିକେ ଜଷ୍ଟ ପକାଇଦେବେ। କାରଣ ଚାଉଳଟାରେ ବି ଟିକେ ରହିବା ଦରକାର ନା, ରାଇସ୍ଟାରେ ଫ୍ଲେଭର୍ଟା ଟିକେ ଭଲ ଆସିବ। ଆଉ କଞ୍ଚା ଲଙ୍କା ଅଲରେଡ଼ି ମୁଁ ପକାଇ ସାରିଛେ। କଞ୍ଚା ଲଙ୍କା ନଦେଲେ ବି ଚଳିବ। ଟିକେ ଦେଖନ୍ତୁ ବିରିୟାନୀ ପାଉଡ଼ର ପକାଇଦେଲେ। ସରିଲା ପରେ ୟାକୁ ପୁରା ଘୋଡ଼େଇ ଦେବା, ଦମ୍ ଦେଇଦେବା। ଅଧଘଣ୍ଟେ ହିଁ ରଖିବେ। ଅଧଘଣ୍ଟେ ଭିତରେ ପୁରା ରେଡ଼ି ହେଇଯିବ। ଆଉ ରେଡ଼ି ହେଇସାରିଲା ପରେ ଆପଣମାନଙ୍କୁ ମୁଁ ଦେଖନ୍ତୁ ଚୁଟକିରେ ରେଡ଼ି ହେଇଗଲା। ଏବେ ମୁଁ କାଢ଼ିବି। ହେଇଗଲା। ଅଧଘଣ୍ଟା ପରେ ମୁଁ ବାହାର କରିଦେଲି। ହେଇଗଲାଣି ମୋର ବିରିୟାନୀ। ଏବେ ଦେଖିବା କେମିତି। ୱାଓ ସୋ ଡିଲିସିୟସ୍, ବଢ଼ିଆ ଦେଖାଯାଉଛି ନା। ଆପଣ ନନଭେଜ୍ ବି ଖାଇବା ଭୁଲିଯିବେ। ଏଇ ବିରିୟାନୀକୁ ଥରେ ମୋ ପ୍ରୋସେସ୍ରେ ବନେଇକି ଦେଖନ୍ତୁ। ଆଉ କେମିତି ବନେଇକି ଖାଇସାରିଲା ପରେ କେମିତି ଲାଗୁଛି ସେଇଟା କମେଣ୍ଟରେ କୁହନ୍ତୁ।
ମୋ ପ୍ରୋସେସ୍ର ବିରିୟାନୀ ଆପଣମାନଙ୍କୁ ଏଇ କଠଲର ବିରିୟାନୀ ମାନେ ପଣସ ବିରିୟାନୀ କେମିତି ଲାଗିଲା ତାହେଲେ କମେଣ୍ଟରେ କୁହନ୍ତୁ। ଆପଣମାନଙ୍କ ଫ୍ରେଣ୍ଡ ସର୍କଲ୍ମାନଙ୍କୁ ସେୟାର କରନ୍ତୁ, ସେମାନେ ବି ଏମିତି କରିକି ଖାଇବେ। ଆଉ ନନ୍ଭେଜ୍ କାହିଁକି ଖାଇବେ, ନନ୍ଭେଜ୍ ଆମେ ବି ଖାଉନୁ, ଆପଣମାନେ ବି ଖାଆନ୍ତୁନି। ଧୀରେ ଧୀରେ ଛାଡ଼ି ଦିଅନ୍ତୁ, ନନ୍ଭେଜ୍ ଖାଇବା ବି ଭଲ ନୁହଁ। ଆଉ ଭଲ ଲାଗିଲେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।